କନ୍ଧମାଳ କବି ସ୍ୱପ୍ନ କୁମାର ତ୍ରିପାଠୀଙ୍କ କବିତା ନିରାଶାପଣକୁ ଶ୍ମଶାନ ଭାବ। ପ୍ରିୟା ମୁଁ ଶୋଇଛି ଆଳସୀ ବନିଛି ଆଉ ଭାଙ୍ଗୁନି ତା ନିଦ। ସିନ୍ଥିରେ ସିନ୍ଦୁର ହାତରେ ଶଙ୍କା ପାଦ ଅଳିତା ସତେ ସେଇ ନୈବେଦ୍ୟ। କହୁଥିଲା ସେ ସଧବାରେ ଯିବ ନିତ୍ୟ ପୂଜା ଜଗନ୍ନାଥ। ବନ୍ଧୁ ଖୋଲିଦେଲେ ତା ଶୁଭ ବେଳା ଫେରିଲା ଶ୍ମଶାନ ପଥ। ଯେତେ ଡାକିଲେ ବି ଶୁଣୁନି ସେ କଥା ରହିଗଲା ଅଭିମାନେ। ଏବେ ମୁଁ ବାହୁଛି ମୋ ଜୀବନ ବାଟ ସ୍ମୃତିର ସେଇ ଅଙ୍ଗନେ। ସକାଳର ତା ଚା ପରଶଣ ବାର୍ତ୍ତାଳାପର ସନ୍ଦେଶ। କାନ୍ଥ ବାଡ଼ ଦେଖି ମୁଁ ଭାଷା ବାହୁଛି ଭାବନାର ଅଭିବେଶ। କନ୍ୟା ସନ୍ତାନ ଗୃହ ଗଢ଼ିଲେ ରହିଲେ ଶ୍ୱଶୁର ଘରେ। ବୁଢ଼ୀ ସାଥେ ମୁଁ ଜୀବନର ପଥ ବାହୁଥିଲି ନିରନ୍ତରେ। ମୋ ଗୃହଟା ଏବେ ନିସ୍ତବ୍ଧ ଧାର ପ୍ରତିଧ୍ୱନି ମୋ ଭାଷା। ଖାଇବା ପିଇବା ଏବେ ରୁଚୁନି ଅସଝଡ଼ା ହୃଦ ଦଶା। ସଙ୍ଗୀ ଭାଙ୍ଗିଗଲେ ହୃଦଭଗ୍ନ ପ୍ରାୟ ନିତ୍ୟ ସେହି ଅଭିମାନ। ବୃକ୍ଷର ଜେହ୍ନେ ଡାଳ ଭାଙ୍ଗିଗଲେ ସୌରଭ ନୁହେଁ ଦର୍ଶନ। ଭାଗ୍ୟର ଡୋରି ନୁହେଁ ଅନ୍ୟଥା ବୁଝିପାରେ ଏଇ ମନ। ମାନବ ମନର ଅନ୍ତର ଦଶା ଭାବନାରେ ଯାଏ ଦିନ। ଲକ୍ଷ୍ମୀ ଛଡ଼ା ହୋଇ ବୁଲୁଥିଲ ଯେବେ ଭଗ୍ନ ତବ ହୃଦମନ। ମାନବର ସେଇ ଭାବର ଉନ୍ମାଦ ନିତ୍ୟ ହୃଦେ ଅଭିମାନ। ମାନବ ଜୀବନ ସେଇ ପରିଭାଷା ଅନ୍ତରେ ଦାହି ହୁଏ। ରାଧାଙ୍କୁ ଯେପରି ଝୁରୁଥିଲ ବନ୍ଧୁ ହୃଦଏ ସେକଥା ବାହେ। କେଉଁ ପରି ଦିନ ଏଠି ବାହି ହୁଏ କିଏ ବୁଝେ ମନ ଦଶା। ସଂସାରର ଏଇ ବାସ୍ତବତା ଧାରେ ପ୍ରେମର ହିଁ ପରିଭାଷା। ପ୍ରେମ ଭାଙ୍ଗିଗଲେ ହତାଶାପଣ ମନେ ଉଠେ ନିରାଶା। ଦୁନିଆଟା ପରା ଭାବର ବନ୍ଧନ ହୃଦୟର ଅଭିଭାଷା। ନିରାଶା ମନ ଶ୍ମଶାନକୁ ଧ୍ୟାନ ଶାନ୍ତିପଥ ଆଶ୍ୱାସନ। ଚକ୍ଷୁ ମୁଦ୍ରଣେ ସବୁ ସମାଧାନ ମୋ ବନ୍ଧୁ କର ପୂରଣ।